ଦେଖନ୍ତୁ ମୁଁ ଆପଣଙ୍କୁ ଦେଖାଉଛି ଇଏ ହେଉଛି ଖଇରିଆ ମାନେ ରେଡ୍ ଖଇରିଆ ମିଶିକି ଆଉ ଇଏ ହେଉଛି ବ୍ଲାକ୍ ଇଏ ହେଉଛି ଆଜି ଏଇଟା ମୋ ବଡ଼ ଭାଉଜ ଆଣି ଦେଇଥିଲେ ମୋ ସାନ ଭାଉଜଙ୍କ ପାଇଁ ତାଙ୍କ ଚୁଟିକି ହେଲାନି ତେଣୁକରି ମୋତେ ଏଇଟା ଦେଲେ ମୋର ଗୋଟେ ବ୍ଲାକ୍ କଲର୍ ଥିଲା ମୋ ସାନ ଭାଉଜକୁ ଦେଇଦେଲି ଦେଖନ୍ତୁ ଏଇଟା ମୋ ବଡ଼ ଭାଉଜ ଆଜି ନୂଆ ଆଣି ଦେଇଛନ୍ତି ଆଉ ଦେଖନ୍ତୁ ଏଇ ରବର ପ୍ୟାଣ୍ଡେଟ୍ ନା ଏଇ ରବର ପ୍ୟାଣ୍ଡେଟ୍ ମୋ ନାନୀ ଝିଅ ଡିମ୍ପଲ୍ ମୋତେ ଦେଇକି ଯାଇଥିଲା ଆଉ ମୁଁ ତ ଏଇଟା ଚୁଟିରେ ପାରେନି ଏମିତି ରଖିଛି କେଉଁଦିନ ଦରକାର ହେଲେ ପାରିବି ଆଉ ଦେଖନ୍ତୁ ଇଏ ହେଉଛି ହେୟାର ବ୍ୟାଣ୍ଡ ମାନେ ମୁଣ୍ଡ ହେୟାର ବ୍ୟାଣ୍ଡ ଏଇଟା ମୋ ସାନ ଭାଉଜ ଗୋପାଳଗଡ଼ ଯାତ୍ରାରୁ এই দুইটা ମୋ ପାଇଁ ଆଣି ଦେଇଥିଲେ ଏ ବ୍ଲାକ୍ କଲର୍ ଦେଖନ୍ତୁ ଇଏ ଗୋଟେ ୟେଲୋ କଲର୍ ଆଉ ଇଏ ହେଉଛି ବ୍ଲାକ୍ କଲର୍ ମୋତେ ବେଶୀ ପସନ୍ଦ ମୋର ବ୍ଲାକ୍ କଲର୍ ଆଉ ଏମିତି ବେଳେବେଳେ ଏଇଟା ପାରେ ମାନେ ମୁଣ୍ଡରେ ଦିଏ ଆଉ ଏଇଟା ଦେଖନ୍ତୁ ଗୋଟେ ଏଇଟା ମୁଁ କିଣିଥିଲି ଏଇଟା ଆମ ଯେଉଁ ଗାଁରୁ କିଣିଥିଲି ଯେଉଁ ଫେରିବାଲା ଆସନ୍ତି ମୁଁ କିଣିଥିଲି ଆଉ ଇଏ ବି ଗୋଟେ ରେଡ୍ କଲର୍ ଏଇଟା ମୋ ବଡ଼ ଝିଆରୀ ମାମା ଦେଇଥିଲା ମୋ ବଡ଼ ଭାଉଜଙ୍କ ବଡ଼ ଝିଅ ଆଉ ଏଇଟା ଦେଖନ୍ତୁ ଏଇଟା ମୁଁ ଗାଁରୁ କିଣିଥିଲି ଏଇ ଆଉ ଏଇଟା ଦେଖନ୍ତୁ ଏଇଟା ହେଉଛି ମାଳିର ବିଶ୍ୱାସ କରିବେନି ଇଏ ହେଉଛି ପୁରୁଣା ଜିନିଷ ମୋ ପାଖରେ ବିଶ୍ୱାସ କରିବେନି ମୋର ଏରା 3-4 ବର୍ଷର ହେବ ମାନେ ମୁଁ ଏତେ ପାରେନି ଆଉ ଯଦି ଭାଙ୍ଗିଲା ତ ପାରେ ନହେଲେ ନାହିଁ ମୋର ସେମିତି ହେଇକି ରଖା ହେଇଥିବ ହେଲେ ବି ଯେତେ କ୍ଲଚର୍ ଦେଖିବି ନୂଆ ଥିଲେ ପୁରୁଣା ଥିଲେ ଯାହା ବି ଥାଉ ମୋର ମୁଁ କିଣିବାକୁ ଭାରି ଭଲ ପାଏ କ୍ଲଚର୍ ମୋର ଫେଭରେଟ୍ ମୁଁ କେତେବେଳେ ଚୁଟି ଛାଡ଼େନି ମୋତେ ଗରମ ଲାଗେ ମୁଁ ଉପରକୁ ଟେକିକି ରଖେ ଆଉ ଦେଖନ୍ତୁ ଏଇଟା କ୍ଲିପ୍ ସାଇଡ଼୍ କ୍ଲିପ୍ ଏଇଟା ମୋତେ ଡିମ୍ପଲ୍ ଦେଇଥିଲା ଆଉ ଗୋଟେ ଏଇଟା ମୋ ସାନ ଭାଉଜ ଗୋପାଳଗଡ଼ ଯାତ୍ରାରୁ ଆଣି ଦେଇଥିଲା ଆଉ ଏମିତି ଆଉ ମୋତେ ଭାରି ପସନ୍ଦ ହେଉଛି କ୍ଲଚର୍ ଆଉ କେମିତି ଲାଗିଲା ଆପଣମାନଙ୍କୁ ସେୟାର କଲି କ୍ଲଚର୍ ଆପଣ ନିଶ୍ଚିନ୍ତ ମୋତେ କମେଣ୍ଟରେ କରିବେ ଆଉ ମୁଁ ତ ସାଧା ସିଧା ସିମ୍ପଲ୍ ଯେତେବେଳେ ଯାହା ପାରିଲି ଲଗେଇଲି ମୋର ହେରା କିଛି ବି ନାହିଁ ମାନେ କ'ଣ ମାନେ ଏଟା ଲଗେଇବିନି ସେଟା ଲଗେଇବିନି ନା ମୋର ଯେତେବେଳେ ଯେଉଁଟା ଲଗେଇଲେ ମୋର ବି ପସନ୍ଦ ମୁଁ କାହା ପସନ୍ଦକୁ ନେଇ ଲଗାଏନି କିଏ ଭଲ ପାଇବ କିଏ ନ ଭଲ ପାଇବ ମୁଁ ନାହିଁ ମୋର ଯେଉଁଟା ଇଚ୍ଛା ହେଲା ମୁଁ ଲଗାଏ କାହାକୁ ଯଦି ପସନ୍ଦ ନ ଆସିଲା ବି ମୁଁ ସେଇଟା ମାନେ ମାଇଣ୍ଡକି ନିଏନି କାରଣ ମୋ ଚଏସ୍ର ମୁଁ ଲଗେଇବି ତମକୁ ଯଦି ଭଲ ନ ଲାଗିଲା ମୋର କ'ଣ ଗଲା ମୋ ଖୁସିରେ ମୁଁ ଖୁସି ମୁଁ ଅନ୍ୟମାନଙ୍କ ଖୁସିରେ ନାହିଁ କିନ୍ତୁ ଗୋଟେ ଜିନିଷ ଏବେକା ଡେଟ୍ରେ ବି ଆଗରୁ ବି ଥିଲା ଏଟା ବିଶ୍ୱାସ କରିବେନି ନିଜ ଚଏସ୍ରେ ପିନ୍ଧିବ ଅନ୍ୟ ଲୋକ ଗୋଟେ ଦେଖିଲେ ଭଲ ହେଇଥିଲେ ବି ସିଏ ମାନେ ହିଂସା ହଉ ରାଗ ହଉ ଏଟା ଭଲ ଲାଗୁଛି ଛି ଏଟା ପସନ୍ଦ ନାହିଁ ଡ୍ରେସ୍ ହଉ ସେ ଯେକୌଣସି କସ୍ମେଟିକ୍ ହଉ ଆପଣମାନେ ଦେଖିବେ ବେଶୀ ଲେଡ଼ିଜ୍କୁ ଲେଡ଼ିଜ୍ ହିଂସା ମାନେ ଜେଣ୍ଟସ୍ ନାହିଁ ସେ କହେ ଛି ଏଟା ବାଗ ନାହିଁ ଏଟା ଭଲ ଦିଶୁନି କିନ୍ତୁ ନା ମୁଁ ସେ କହୁ ତା ପାଟିରେ ସେ କହିଲା କିନ୍ତୁ ମୁଁ ସେଇଟା ଶୁଣେନି ସେ କାନରେ ମୁଁ ଶୁଣିକି ଏ କାନରେ ହାକେଇବା ଲୋକ ମୁଁ ପର କଥା ଶୁଣେନି ମୋ ଚଏସ୍ରେ ମୁଁ ଲଗେ ମୋ ଚଏସ୍ରେ ମୁଁ ପିନ୍ଧେ ଆଉ ଯିଏ ଯାହା କହିଲେ ମୁଁ କଥା ଧରେନି କି ଚାହେଁନି କି ଶୁଣେନି ମୋ ନିଜ ବୁଦ୍ଧିରେ ମୁଁ କାମ କରେ ପର ବୁଦ୍ଧିରେ ମୁଁ ବାଟ ଚାଲେନି ପର ଲୋକ କହିଦେବେ ଖାଲକୁ ଠେଲିଦେବେ ଢିପକୁ ମୁଁ ଆସିପାରିବିନି ତେଣୁକରି ମୋ ନିଜ ବୁଦ୍ଧିରେ ବାଟ ଚାଲେ ମୋ ନିଜ କର୍ମ ମୁଁ କରେ ସତ୍ କର୍ମ ସତ୍ ଫଳ କଲେ ଭଗବାନ ମୋତେ ଫଳ ଦେବ ମୁଁ କାହା କଥା ଶୁଣେନି ମୋତେ ଯିଏ ବି ହିଂସା ରାଗ ଯାହା ବି କରେ ମୁଁ ଜାଣେ କିନ୍ତୁ ମୁଁ ଧରି ବସେନି କଥା କାରଣ ସିଏ କରୁଛି ତା ପାଇଁ ଶୁଣ ମୁଁ ଗୋଟେ ଆପଣମାନଙ୍କୁ କାହାଣୀ କରୁଛି ଛୋଟଟେ ମୁଁ ଯଦି କାହା ପାଇଁ ଗାତଟେ ଖୋଳି ଦିଏ ଧର ସେଇ ଗାତରେ ସେ ପଡ଼ିବ ବୋଲି ମୁଁ ହିଂସାରେ ତାକୁ କହିବି ଏମିତି ଗୋଟେ ମାନେ ଆସିବ ସମୟ ମୁଁ ଯଦି ଗାତଟା ଖୋଳିଛି ମୁଁ ପର ପାଇଁ ହିଂସା କରୁଛି ସେଇ ଗାତରେ ମୁଁ ନିଜେ ହିଁ ପଡ଼ିବି ଅନ୍ୟ ଲୋକ ନାହିଁ ତେଣୁକରି ମୋତେ ଯିଏ ହିଂସା କରିବ ବା ମୋତେ ଯିଏ ଗାତ ଖୋଳିବ ବା ମୋ ବିଷୟରେ ଯିଏ କହିବ ବା ମୁଁ ଯେମିତି ଚାଲିଚଳନ କଥାବାର୍ତ୍ତା ଯାହା ବି ସିଏ ମୋତେ କ୍ରିଟିସାଇଜ୍ ମାରିଲା ବି ହସିଲା ବି ଯାହା ବି ହେଲା ସିଏ ହିଁ ନିଜକୁ କ୍ରିଟିସାଇଜ୍ର ସମ୍ମୁଖୀନ ହେବ 5 ଲୋକ ତାକୁ ହିଁ କହିବେ କିନ୍ତୁ ମୋତେ କହିବେନି ମୋତେ କହିବେ ମାନୁଛି କ'ଣ ପାଇଁ କହିବେ ନା ଛି ଏଟା ଭଲ ପିନ୍ଧିନି ଭଲ ଲଗେଇନି ଭଲ ଦେଖାଯାଉନି ଆମ ସାଙ୍ଗେ ଇଏ ମାନେ ମ୍ୟାଚ୍ ହେବନି କୁଆଡ଼େ ଗଲେ ଆମକୁ ଅଫେଣ୍ଡେଡ୍ ଲାଗିବ ଭାବେ ତୁ ଏଇ ଜନ୍ମରେ ଏମିତି ହେଇଛୁ ଯେ ସୁନ୍ଦର ଦେଖାଯାଉଛି କି ଲଗେଇ ପିନ୍ଧେଇକିରି 5 ଜଣ ଦେଖେଇ ହେଉଛୁ କିନ୍ତୁ ଏମିତି ଗୋଟେ ସମୟ ପରିସ୍ଥିତି ଆସିବ ଭଗବାନ ଅଛନ୍ତି ପରକୁ ଯେତେବେଳେ ଯିଏ ହିଂସା କରେ ନା ସେଇ ହିଂସାରେ ନିଜେ ହିଁ ପଡ଼େ ତେଣୁ ମୋର କିଛି ମୁଁ କାହା କଥା ଶୁଣେନି ମୋର ଏକା ଭଗବାନ ମୋର ସବୁ ଜିନିଷ ଭଗବାନ ଉପରେ ଛାଡ଼ିଦିଏ ବେଶୀ ଗପିଲେ ତ ଭିଡ଼ିଓ ଲମ୍ବା ହେଇଯିବ ଏବେ ମାନେ ଏ ତ 2-3 ଦିନ ତଳ କଥା ଭାଇ ସହିତ ଯାଇଥିଲି ମାର୍କେଟ ମାନେ କଣ ଯାଇଥିଲି ବ୍ଲକରେ କାମ ଥିଲା ଆଉ ଅନଲାଇନ୍ରେ କାମ ଥିଲା ଏମିତି ସବୁ ଯାଇଥିଲି କମ୍ପ୍ୟୁଟରରେ
ଆଉ ଗଲାକୁ ଗୋଟେ ବିଦ୍ୟାନିକେତନ ସ୍କୁଲ ଥିଲା ଆମ ରାମ ମନ୍ଦିର ଆମ ବିଜୁଗୁଳ ଗାଁର ରାମ ମନ୍ଦିର ତା ସାମ୍ନାରେ ବିଦ୍ୟାନିକେତନ ସ୍କୁଲ ହେଇଛି। ସେଠି କ'ଣ ହେଇଛି କି ସେଠୁ ଗୋଟେ ଲୋକଟେ ବାଇକ୍ରେ ଆସୁଛି। ସେ ଛୋଟ ଛୁଆ ଧରି ଗୋଟେ ଯେଉଁ ଭ୍ୟାନ୍ ଠିଆ ହେଇଛି, ଛୁଆମାନେ ଯେଉଁ ଭ୍ୟାନ୍ରେ ଯିବା ଆସିବା କରୁଛନ୍ତି, ଭ୍ୟାନ୍ଟା ଥିଲା ଯୋଗୁଁ ଆମକୁ ଦେଖାଗଲାନି। କିନ୍ତୁ ମୋ ସାନ ଭାଇ ବହୁତ ଠାକୁର ଭକ୍ତ, ବହୁତ ଠାକୁର ପୂଜା କରେ, ବହୁତ ଠାକୁରକୁ ବିଶ୍ୱାସ କରେ। ବିଶ୍ୱାସ କରେ ଭାଇ ସ୍ଲୋରେ ଯାଉଥିଲା, କିନ୍ତୁ ସେଇ ଲୋକଟା ବି ସ୍ଲୋରେ ଆସୁଥିଲା। ସିଏ ବି ଜାଣିନି ଆମେ ଯାଉଛୁ, ଆମେ ବି ଜାଣିନୁ ସିଏ ଆସୁଛି, କାହିଁକିନା ଭ୍ୟାନ୍ଟା ଛେକି ଦେଇଥିଲା। ବିଶ୍ୱାସ କରିବନି, ମୁଁ ତ ଗାଡ଼ିରେ ବସିଲେ ନିଶ୍ଚିନ୍ତ ମା ମଙ୍ଗଳା ମା ରାମଚଣ୍ଡୀ ମୋର ପ୍ରତ୍ୟକ୍ଷ। ମୁଁ ଯେତେବେଳେ ଯାହା ଡାକିଛି ସୁବିଧା ଅସୁବିଧା ମୋର ନିଶ୍ଚିନ୍ତ ସେ ସାହା ହେଇଛନ୍ତି। ତାପରେ ମୁଁ ଗାଡ଼ିରେ ବସିଲେ ମୁଁ ଠାକୁରକୁ ଡାକି ଡାକି ଯିବି, ମୁଁ ଠାକୁରକୁ ଡାକି ଡାକି ଓହ୍ଲେଇବି। ଯିଏ ବି ଆମ ଘରର ଯାଉ, ବାହାର ଲୋକ ବି ଯାଉ, ମୁଁ ସମସ୍ତଙ୍କ ପାଇଁ ଠାକୁରକୁ ଡାକେ। ମୋ ପାଇଁ କେବେ ମୁଁ ଡାକେନି। ଭଗବାନଙ୍କୁ କହେ ଏ ପ୍ରଭୁ ସମସ୍ତେ ଖୁସିରେ ରୁହନ୍ତୁ, ସମସ୍ତଙ୍କ ଖୁସିରେ ମୁଁ ଖୁସି। ସମସ୍ତେ ଯଦି ଖାଇବାକୁ ପାଉଥିବେ ମୁଁ ବି ମୁଠେ ସେଇଠୁ ଖାଇବି, ସମସ୍ତେ ଯଦି ପିନ୍ଧିବାକୁ ପାଉଥିବେ ମୁଁ ବି ଖଣ୍ଡେ ସେଥିରୁ ପିନ୍ଧିବି। ଆଉ ମୋ ନିଜ ପାଇଁ ମୁଁ କେବେ ଡାକେନି। ମୁଁ ଡାକେ, କିନ୍ତୁ ବେଶୀ ଯୋଉଠି ମୁଁ ନିରାଶ